ଏବେ ବର୍ତ୍ତମାନ ଯୋଉ ବୈଜୟନ୍ତ ବାବୁଙ୍କ କଥା କହିବାକୁ ଗଲେ ସେଭଳିଆ ଗୋଟେ ପର୍ସନାଲିଟି ମଣିଷ ଆମ ଓଡ଼ିଶାରେ ଆପଣ ଦେଖିବେ ଗୋଟେ 5 କୋଟି ଲୋକ ଭିତରେ ସେ ଗୋଟେ ନିଆରା ମଣିଷ। ଦେଖନ୍ତୁ କେନ୍ଦ୍ରାପଡ଼ାରେ ଯେତେବେଳେ ସେ ପ୍ରଥମେ 14ରୁ 19 ଥିଲେ ଏମ୍ପି, ଆପଣ ଜାଣୁଥିବେ ସେ ମହାକଳାପଡ଼ା ଠାରୁ ଲଗେଇ ରାଜନଗର ଠାରୁ ଲଗେଇ କେନ୍ଦ୍ରାପଡ଼ା ରାଜକନିକା ବହୁ ଡେଭଲପମେଣ୍ଟ କାମ ସେ କରିଛନ୍ତି। ଲୋକ ସେତେବେଳେ ବୈଜୟନ୍ତ ବାବୁଙ୍କୁ ଭୁଲ କରି ବସିଲେ, ଯେହେତୁ ନବୀନ ପଟ୍ଟନାୟକ ମୁହଁକୁ ଯାଇକି ବୈଜୟନ୍ତ ପଣ୍ଡାଙ୍କୁ ସେମାନେ ଭୋଟ ଦେଲେନି। ତା ପର ମୁହୂର୍ତ୍ତରେ ଯେତେବେଳେ ଦେଖିଲେ ନାଇଁ ବୈଜୟନ୍ତ ପଣ୍ଡା ତାଙ୍କ ପାଇଁ କ'ଣ କରିଛି, ବିଦେଶରେ ଯେତେବେଳେ ତାଙ୍କ ଓଡ଼ିଆ ପୁଅଟି ଅସୁବିଧାରେ ପଡୁଛି ସେତେବେଳେ ବୈଜୟନ୍ତ ପଣ୍ଡାଙ୍କର ପ୍ରଥମ ପଦକ୍ଷେପ ତାକୁ ଉଦ୍ଧାର କରିବାର ତାର ରହୁଛି। ଆଉ ବୈଜୟନ୍ତ ପଣ୍ଡା ଜଣେ ଏଭଳି ଲୋକ, ଫରେନ୍ ଆଫେୟାର୍ସ ଉପରେ ତାଙ୍କର ମୋଦି ଗଭର୍ଣ୍ଣମେଣ୍ଟରେ ଥିଲାବେଳେ ଆଉ କି ମନମୋହନ ସିଂ ଗଭର୍ଣ୍ଣମେଣ୍ଟ ଥିଲାବେଳେ ବୈଜୟନ୍ତ ପଣ୍ଡାକୁ ଗୋଟେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ସେ ସ୍ଥାନ ଆଜି ପର୍ଯ୍ୟନ୍ତ ଓଡ଼ିଶାର କେହି ନେଇ ପାରିନାହାନ୍ତି, କି ନେବେ କି ନାହିଁ ମୁଁ ବି ଜାଣି ନାହିଁ। କିନ୍ତୁ ଏତିକି କଥା କହିବି, ବୈଜୟନ୍ତ ବାବୁଙ୍କର ପର୍ସନାଲିଟି, ବୈଜୟନ୍ତ ପଣ୍ଡା ଗୋଟେ ନିଆରା ମଣିଷ ପଣିଆ। ଶୁଣନ୍ତୁ, ବୈଜୟନ୍ତ ପଣ୍ଡା ଏଥରିକ ନିଶ୍ଚୟ ଜିତିବେ, ଆଉ ନିଶ୍ଚୟ ଜିତିକିରି ମୋଦିଙ୍କର ବିଶ୍ୱାସ ଭାଜନ ହେଇଛନ୍ତି। ଆଉ ସେ ତାଙ୍କ ମନ୍ତ୍ରିମଣ୍ଡଳରେ ଭଲ ମନ୍ତ୍ରୀ ବି ହେବେ। ସେ କେତେ ଭୋଟରେ ଜିତିବେ ଆପଣ ଆକଳନ କରିପାରିବେନି। କିନ୍ତୁ ସଂଖ୍ୟାଲଘୁ କଥା, ଏବେ ସଂଖ୍ୟାଲଘୁ କଥା ବୋଇଲା ବେଳକୁ ସଂଖ୍ୟାଲଘୁ ମାନଙ୍କ ପାଇଁ ମୋଦି ଯୋଉ ଭଳିଆ କାମ କରିଥିଲେ, ତାଙ୍କ 3 ତଲାକରେ ମହିଳାମାନେ ଯୋଉ ଭଳିଆ ନିର୍ଯାତିତ ହୋଇଥିଲେ, କେନ୍ଦ୍ରାପଡ଼ାର ସଂଖ୍ୟାଲଘୁ ମାନେ ମାଇନୋରିଟି ମାନେ ଏଥରିକ ପରିବର୍ତ୍ତନ ହେଇଛନ୍ତି। ବୈଜୟନ୍ତ ବାବୁଙ୍କ କିଭଳି ଭୋଟ ଦିଆଯିବ, ସେମାନେ ନିଜେ ଯାଇ ସ୍ୱତଃପୃତ ଭାବରେ କେନ୍ଦ୍ରାପଡ଼ା ଟାଉନବାସୀ ସଂଖ୍ୟାଲଘୁ ଲୋକମାନେ ହିଁ ଭୋଟ ଦେଇଛନ୍ତି। ଆଉ ଏଥିରେ ବହୁମତରେ ବୈଜୟନ୍ତ ବାବୁ ଜିତୁଛନ୍ତି, ବହୁମତରେ। ଏଇଟା ଅବିଶ୍ୱସନୀୟ, କେହି ବିଶ୍ୱାସ କରିପାରିବେ ନାହିଁ। କେନ୍ଦ୍ରାପଡ଼ାବାସୀ ସବୁଥର ଭଳିଆ ଏଥରିକ ଭୁଲ ପ୍ରମାଣିତ କରିବେ। ଯୋଉ ଅଛି ଗୋଟେ ତାଙ୍କର ଯୋଉ ଚାଲି ରହିଛି ଆମର ଯିଏ ସେଣ୍ଟ୍ରାଲର ଯୋଉ ଇଏରେ ତାଙ୍କର ଯୋଉ ଜନତା ଦଳ ସେମିତି ନାହିଁ। ସେ ଭାରତୀୟ ଜନତା ପାର୍ଟି ମୋଦିଙ୍କ ରିକ୍ୱେଷ୍ଟ ଶୁଣିଛନ୍ତି, ମୋଦିଙ୍କ କଥାକୁ ପସନ୍ଦ କରିଛନ୍ତି, ମୋଦିଙ୍କୁ ମା ମାନେ ବିଶ୍ୱାସ କରିଛନ୍ତି। ମୋଦି ସେ ଷ୍ଟେଜରେ ଯୋଉଭଳି ଭାବରେ ମାଆକୁ ସମ୍ମାନ ଦେଇଛନ୍ତି, ସେ ମାଆଙ୍କ ସମ୍ମାନ ଆଉ ବୈଜୟନ୍ତ ପଣ୍ଡାଙ୍କୁ କହିଛନ୍ତି ଭୋଟ ଦେବା ପାଇଁକା, ସେମାନେ ସେଇ ହିସାବରେ ଭୋଟ ଦେଇ ଚାଲିଛନ୍ତି। ଏକତରଫା କହିଲେ ବି ଚଳି ଅବିକଳ ମାନେ ହେଇ ହବ ନାହିଁ। କିନ୍ତୁ ବୈଜୟନ୍ତ ପଣ୍ଡା ଏତେ ମାର୍ଜିତ ଭୋଟରେ ଜିତିବେ ଆପଣ ବିଶ୍ୱାସ କରିପାରିବେନି। କେନ୍ଦ୍ରାପଡ଼ା ଗୋଟେ ଭଲ କେନ୍ଦ୍ରମନ୍ତ୍ରୀ ପାଉଛି, ଖାଲି କେନ୍ଦ୍ରମନ୍ତ୍ରୀ ନୁହଁ, ଗୋଟେ ଭଲ କେନ୍ଦ୍ରମନ୍ତ୍ରୀଟେ ପାଉଛନ୍ତି। ଆଉ ବୈଜୟନ୍ତ ପଣ୍ଡା ଜଣେ ବିଜେପିର ଉପାଧ୍ୟକ୍ଷ ଅଛନ୍ତି। ମୋଦିଙ୍କର ସେତିକି ପ୍ରିୟ ନ ହୋଇଥିଲେ, ଓଡ଼ିଶାବାସୀଙ୍କର ସେତିକି ପ୍ରିୟ ନ ହୋଇଥିଲେ, ମୋଦି ଓଡ଼ିଶାବାସୀଙ୍କୁ ଏତିକି ନ ଦେଇଥିଲେ ଏତେ ଥର ସଭା କରିନଥାନ୍ତେ। ଆଉ ଓଡ଼ିଆଙ୍କୁ ଏତେ ଭଲ ପାଇଛନ୍ତି, ଆଉ ଏତେ କରିଛନ୍ତି। ଆମର ଓଡ଼ିଶାର ସମସ୍ତ ବ୍ୟକ୍ତି ଆଉ ସମସ୍ତ ଜନତାଙ୍କୁ ମୋଦି ଭଲ ପାଆନ୍ତି। ସେଇ ହିସାବରେ ମୋଦିଙ୍କୁ ବି ଓଡ଼ିଶା ଜନତା ମାନେ ଭଲ ପାଇଛନ୍ତି, ଆଉ ତାକୁ ଭୋଟରେ ବି ପରିଣତ କରୁଛନ୍ତି। ଯାହାଫଳରେ ଓଡ଼ିଶାରେ ବିଜେପି ସରକାର ହେଉଛି, ଭାଜପା ସରକାର ସେଣ୍ଟରରେ ହେଉଛି।